ଚିନ୍ତାରେ ଅଟୋ ଚାଳକ। ସହରାଞ୍ଚଳରେ ଚାଲିଥିଲା ମୋ ବସ୍ ସେବା, କିନ୍ତୁ ଏବେ ପଞ୍ଚାୟତ ବୁଲୁଛି ଲକ୍ଷ୍ମୀ ବସ୍। କିନ୍ତୁ ୟା ଉପରେ ଅଟୋବାଲାଙ୍କର କେଉଁଭଳିଆ ଇଫେକ୍ଟ ପଡ଼ିଛି ଆସନ୍ତୁ ବୁଝିବା ଅଟୋବାଲାଙ୍କ ପାଖରୁ। ଆମେ ଆଜି ଅଛୁ ମାଷ୍ଟର କ୍ୟାଣ୍ଟିନ୍ ପାଖରେ। ତ ମାଷ୍ଟର କ୍ୟାଣ୍ଟିନ୍ ଯେଉଁ ଅଟୋବାଲା ଅଛନ୍ତି ତ ସେମାନଙ୍କ ଜୀବନଶୈଳୀ କେମିତି ରହୁଛି, ୟା କେତେ ଇଫେକ୍ଟ ପଡ଼ୁଛି ଆସନ୍ତୁ ବୁଝିବା କୌଣସି କିଛି ଅଟୋବାଲାଙ୍କ ପାଖରେ। ଭାଇ ଆପଣଙ୍କ ନାଁଟା? ମୋ ନାଁ ଶ୍ରୀଧର ସାହୁ। ଆପଣ ଏଠି କେତେ ବର୍ଷ ହେଲା ଅଟୋ ଚଳାଇଲେଣି? ମୁଁ ହେଇଗଲାଣି 16-17 ବର୍ଷ ହେଇଗଲାଣି। ତ 16 ବର୍ଷ ପୂର୍ବରୁ ଅଟୋ ଚଳାଇଛନ୍ତି, ତ ଏବେ ଯେଉଁ ମୋ ବସ୍ ଚାଲିଛି ଆଉ କିଛି ବସ୍ ସେବା ଚାଲିଛି, କ'ଣ କହିବେ ସେ କେତେ ଇଫେକ୍ଟ ପଡ଼ୁଛି ଆପଣଙ୍କୁ? ଇଫେକ୍ଟ ତ ବହୁତ ଅଧିକା ଇଫେକ୍ଟ ପଡ଼ୁଛି ଆମକୁ। ଆଗରୁ ଯେମିତି ଆମେ ବେପାର ହେଇଯାଉଥିଲା, ଅବିକା ମୋ ବସ୍ ଅନଲାଇନ୍ ଗାଡ଼ି ସକାଶେ ଆମର ବେପାର ହେଉନୁ, ଯାହାହେଲେ ପୁରା 80% ବେପାର ଡାଉନ୍। ବସି ଦିନ ଆଗରେ ଗୋଟେ ଦୁଇଟା ଭଡ଼ା ଯଦି ହେଉଛି ସେତିକି, ନହେଲେ ନାହିଁ ବେଳେବେଳେ ଖାଲିରେ ମଧ୍ୟ ଘରକୁ ଫେରିବାକୁ ପଡ଼ୁଛି। ଆଉ ଆଜିକାଲି ସବୁ ଫାଇନାନ୍ସ ସବୁଆଡ଼ୁ ଲୋନ୍ ଫୋନ୍ କରିକି ମଣିଷ ମାନେ ଯେଉଁ ଆଗରୁ ଯେମିତି ସବୁ ଚଳି ଯାଉଥିଲା, ଆଜିକା ଡେଟ୍ରେ ଚଳିବା ଟିକେ କଷ୍ଟ ହେଉଛି, ଟିକେ କାହିଁକି ବହୁତ କଷ୍ଟ ହେଉଛି। ଲୋକଙ୍କର ଅଭିଯୋଗ ରହୁଛି କି ଯେଉଁଠି ଅଟୋବାଲା ମାନେ କି ସେମାନେ ଟିକେ ଅଧିକା ପଇସା ନେଉଛନ୍ତି, ଯେଉଁଟାକି ସପୋଜ୍ ଆମେ କେଉଁଠି କୌଣସି ଜାଗାକୁ ଯାଉଛୁ ସେଇଟା କମ୍ ପଇସାରେ ହେଉଛି। ଅନଲାଇନ୍ ଦେଖନ୍ତୁ, ଅନଲାଇନ୍ ଏବେ ବାଇକ୍ ଆସିଲାଣି, ବସ୍ରେ ବି ତ ହେଉଛି। କ'ଣ ପାଇଁ ସେଇଟା ଆପଣ ଅଧିକା କ'ଣ ନେଉଛନ୍ତି? ଅଧିକା ନୁହଁ, ଆକ୍ଚୁଆଲି ପ୍ରାପ୍ୟ ଆମେ ଯାହା ଯେତିକି ଆମକୁ ଦରକାର ସେତିକି ପ୍ରାପ୍ୟ ହିଁ ନେଉଛୁ। ଯେହେତୁ ଆମେ ଗୋଟେ ଷ୍ଟାଣ୍ଡ କରି ବସିଛୁ, ଗୋଟେ ପ୍ରାପ୍ୟ ହିସାବରେ ଆମେ ନେଉଛୁ। ଆଗରୁ ଆମେ କ'ଣ ଯୁଆଡ଼େ ବି ଗଲେ ଗାଡ଼ି ଯୁଆଡ଼େ ବି ଗଲେ ରିଟର୍ନ ହେଉ, ଏଇଠୁ ଷ୍ଟାଣ୍ଡରୁ ଯାଉ, ଆମକୁ ସଫିସିଏଣ୍ଟ କଷ୍ଟମର ମିଳୁଥିଲେ। ଆରାମସେ 4 ଜଣ 5 ଜଣ କଷ୍ଟମର ଆମେ ନେଇକି ଯାଇପାରୁଥିଲୁ। ଯେତିକି ପଇସା ହେଉଥିଲା, ଆଜିକା ଡେଟ୍ରେ ସେତିକି କଷ୍ଟମର ହେଉନାହାନ୍ତି। କଷ୍ଟମର ନହେଲେ ଜଣେ 2 ଜଣ କଷ୍ଟମର ହେଲା ବେଳକୁ ଆମେ ବାଧ୍ୟତାମୂଳକ ତେଲ ସେତେବେଳେ ଯେତିକି ପଡ଼ୁଥିଲା ଏବେ ବି ସେତିକି ତେଲ ପଡ଼ୁଛି। ତେଲର ରେଟ୍ ବି ଆଜି ବଢ଼ି ସାରିଛି। ସେତେବେଳେ ତେଲ ଆମେ ଗାଡ଼ି ଚଲାଇଲା ବେଳକୁ 20 ଟଙ୍କା 22 ଟଙ୍କାରେ ଡିଜେଲ୍ ଲିଟର ଥିଲା। ଆଜିକା ଡେଟ୍ରେ ଆସି ତେଲ 100 ଟଙ୍କା ଛୁଇଁଲାଣି। କିନ୍ତୁ ଆଉ ଜଣେ 2 ଜଣ ପ୍ୟାସେଞ୍ଜର ବସେଇକି ସେଇ ରେଟ୍ରେ ନେଇକି ଯିବା ପାଇଁ ଏଇଟା ଅସମ୍ଭବ ଆମ ପାଇଁ। ତ ସେଥିପାଇଁ ଆମକୁ ଜେନ୍ୟୁନ୍ ରେଟ୍ ଆମକୁ ଏଠୁ ବାଣୀ ବିହାର ଗଲାବେଳକୁ ଆଗରୁ 10 ଟଙ୍କାରେ ହେଇଯାଉଥିଲା। ଆଜିକା ଡେଟ୍ରେ 20 ଟଙ୍କା ହେଲେ ବି ଆମକୁ 5ଟା କଷ୍ଟମର ଏକା ସାଙ୍ଗରେ ଆମକୁ ମିଳୁନାହାନ୍ତି। ଯେହେତୁ ଆମେ ବାଧ୍ୟ ହୋଇକି ଗୋଟେ କଷ୍ଟମରକୁ 80 ଟଙ୍କା 100 ଟଙ୍କା କହିବା ପାଇଁ ଆମକୁ ପଡ଼ୁଛି ବାଧ୍ୟତାମୂଳକ। ବିଭିନ୍ନ ସମୟରେ ଆମେ ଦେଖିଥିଲୁ କି ବହୁତ ସାରା ଆପଣ ଅନଶନ ବସିଛନ୍ତି, ଆପଣ ବହୁତ ଷ୍ଟ୍ରାଇକ୍ କରିଛନ୍ତି। କ'ଣ ସରକାର କିଛି ସେମିତି କିଛି ଆପଣଙ୍କୁ ସହଯୋଗ କରିଛନ୍ତି? ସହଯୋଗ ଆଉ କ'ଣ, ଆମର ତ ହିସାବ ସକାଳୁ ଉଠିଲୁ ତେଲ ଯେତିକି ପଡ଼ିବ ସେଇ ଅନୁସାରେ ଆମକୁ ବେପାର ବି କରିବାକୁ ପଡ଼ିବ। ଆଉ ସେମିତି ସହଯୋଗ କିଛି ଆମେ କହିବାକୁ ଗଲେ ପାଇନୁ। ତ ଏଇଠି ଯେଉଁ ଆପଣ ଇନକମ୍ କରୁଛନ୍ତି, ତ ଫ୍ୟାମିଲି କେମିତି ଚଳୁଛି? ଘରେ ପିଲା ଥିବେ, ସ୍ତ୍ରୀ ଥିବେ, ମା' ଥିବେ, ତ ଫ୍ୟାମିଲି ଚଳିବା କ'ଣ କେମିତି ଅସୁବିଧା ହେଉନି? ନିହାତି ଅସୁବିଧା ହେଉଛି। ସେ ଅସୁବିଧା ଭିତରେ ନିଜକୁ ଆଡ଼ଜଷ୍ଟମେଣ୍ଟ କରିକି ଚଳିବାକୁ ପଡ଼ୁଛି। କ'ଣ କରିବା, ଆଉ ବହୁତ ଆଡ଼ଜଷ୍ଟମେଣ୍ଟ କରିକି ଚଳିବା ପାଇଁ ପଡ଼ୁଛି। ତ କ'ଣ କହିବେ ସରକାରଙ୍କୁ? କ'ଣ କହିବେ ସରକାରକୁ? ଏହା କହିବାକୁ ଚାହିଁବୁ, ଆଗକୁ ଏଇଠି ଆମେ ଦେଖୁଛୁ ଏ ଷ୍ଟାଣ୍ଡ କ'ଣ ଆମେ ଶୁଣୁଛୁ ଏଠୁ ରେଲୱେର କିଛି କାମ ହେଉଛି, ଷ୍ଟାଣ୍ଡ ବି ଏଠୁ ହଟିଯିବା ଭଳିଆ କାହିଁ କ'ଣ ଆମେ ଶୁଣିବାକୁ ପାଉଛୁ। ଯଦି ଆମକୁ ଏତେ ବର୍ଷ ହେଲାଣି ରହିଲୁଣି, ଆମକୁ କିଛି ଗୋଟେ ଥଇଥାନ ଏଇଠି ଯଦି ସରକାର କିଛି କରେଇଦେବେ ସେଇଟା ଆମ ପାଇଁ ଉପକୃତ ହେବ, ଏତିକି କହିବି। ସାର୍ ଗୋଟେ ଅଟୋ ଚାଳକ ପାଇଁ ଆଜିକା ଡେଟ୍ରେ କିଛି କୌଣସି ପ୍ରକାର ସୁବିଧା ନାହିଁ। ଆଉ ଯେତିକି ଆମେ ମେହନତ କରିବୁ ସେତିକି ରୋଜଗାର କରିବୁ। ଆଉ ସେତେବେଳେ ଆମେ କ'ଣ 8 ଘଣ୍ଟା ଖଟିଦେଲେ ବି ଆମର ଭରପୁର ହେଇଯାଉଥିଲା ଚଳିବା ପାଇଁ। ଆଜିକା ଡେଟ୍ରେ ପୁରା ସକାଳ 6ରୁ ଆସିକି ଦିନ ରାତି 11ଟା ଯାଏଁ ବସିଲେ ବି ସେତିକି ପଇସା ଆମେ ରୋଜଗାର କରିପାରୁନୁ। ଚଳିବା ବହୁତ ଅସୁବିଧା ହେଉଛି। ସେଇଥିରେ ମଧ୍ୟ ଯେହେତୁ ଗାଡ଼ି ଖଣ୍ଡେ କରିଛୁ, ଋଣରେ ବି ଆଣିଛୁ ଗାଡ଼ି ଖଣ୍ଡେ, ସେଇଟାକୁ ଆଡ଼ଜଷ୍ଟମେଣ୍ଟ କରିକି ଚଳୁଛୁ। ଆଉ କ'ଣ କରିବୁ? ନିହାତି ଭାବେ ଦେଖିବା ପ୍ରତି କି ଏଠି ତାଙ୍କ ଫ୍ୟାମିଲି ଚଳିବା ପାଇଁ ବହୁତ ପ୍ରୋବ୍ଲେମ୍ ହେଉଛି। ସରକାର ଏଥିପ୍ରତି କୌଣସି ଧ୍ୟାନ ଦେଇନାହାନ୍ତି, ହଇରାଣ ହେଉଛୁ। ଆଉ ଦେଖନ୍ତୁ, ଏବେ ଆପଣଙ୍କର କମ୍ପିଟେଟର ହିସାବରେ କି ଓଲା ଉବେର ଅଛି, ଓଲା ଉବେର ବାଇକ୍ ବାହାରିଲାଣି, କ'ଣ କହିବେ ସେଇ ପ୍ରତି? ହଁ, ତାଙ୍କର ବି ପ୍ରଭାବ ପଡ଼ୁଛି। ସେମାନେ ଆମେ ଯେଉଁଠିକି 80 ଟଙ୍କା କହୁଛୁ ସେ 30 ଟଙ୍କାରେ ଯାଉଛନ୍ତି। ତାଙ୍କୁ ଯିବା ଆସିବା ଭଡ଼ା ମିଳୁଛି, ଆମକୁ ୱାନ୍ ସାଇଡ଼୍ ଭଡ଼ା ମିଳୁଛି, ସେଥିପାଇଁ ଆମେ 80 ଟଙ୍କା କହୁଛୁ। ଏହା ହେଉଛି ଆଉ। ତ ସବୁଦିନ ଏଇ ପ୍ରୋବ୍ଲେମ୍ ରହୁଛନ୍ତି। କେବେ ଏଇ ଅଟୋ ଜୀବନ ଛାଡ଼ିବାକୁ ଇଚ୍ଛା ହେଇନି?
ଅଟୋ ତ ଛାଡ଼ିଦେବାକୁ ଇଚ୍ଛା ହେଇଛି କିନ୍ତୁ କ'ଣ କରିବା ଅଟୋଟା ତ କରିଛେ ତାର ତ ଲୋନ୍ ସୁଝିନି ସେଇଥିରେ ସେମିତି ହେଇକି ଚାଲିଛି ଆଉ କ'ଣ କରିବା ଅସୁବିଧା ହେଉଛି ଆଉ। ଦେଖିବି ଗୋଟେ ଜଣେ ଯଦି ଅଟୋ ନେଇ ଆସୁଛି ଭୁବନେଶ୍ୱରକୁ ଆସୁଛି ଅଟୋ ନେଇ ଆସୁଛି ତ ସିଏ ଏଠି ଚଳିବା ହିଁ କଷ୍ଟକର ହେଇଯାଉଛି ଯେମିତିକି ଭାଇମାନଙ୍କ ପ୍ରତିକ୍ରିୟା ଶୁଣୁଥିଲେ କି ସେମାନେ ପରିବାର ହିଁ ଚଳିବା ପାଇଁ ବହୁତ କଷ୍ଟ ହେଉଛି। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଦୀପକ ସହ ହରେକୃଷ୍ଣ ଗରି ନ୍ୟୁଜ୍ ଟୁଡେ ଲାଇଭ୍।